ପିଲାମାନେ ଆମେ ଆଜି ତ୍ରିପଦୀ ଯୁକ୍ତି ଆଉ ମିଶ୍ରିତ ତ୍ରିପଦୀ ଯୁକ୍ତିର କେତେଗୁଡ଼ିଏ ପ୍ରଶ୍ନ ଉତ୍ତର କରିବା। 2 ନମ୍ବରିଆ ତ ନିଶ୍ଚିତ ଭାବରେ ଆସିବ, ଯଦି ବି 3 ନମ୍ବରିଆ ଆସେ ସେଇଠି ବି ତୁମେ ଲେଖିପାରିବ। ତ ପ୍ରଥମ ପ୍ରଶ୍ନ ରହିଛି ତ୍ରିପଦୀ ଯୁକ୍ତିର, ଦେଖ ଏଠି ଚିହ୍ନ ଦିଆଯାଇଛି ଦ୍ୱିଅର୍ଥକ ପକ୍ଷଦୋଷ କହିଲେ କ'ଣ ବୁଝ। ଦ୍ୱିଅର୍ଥକ ପକ୍ଷଦୋଷ ହେଉଛି ପକ୍ଷପଦକୁ ଯଦି ଆମେ ଦୁଇଟି ଭିନ୍ନ ଭିନ୍ନ ଅର୍ଥରେ ଗ୍ରହଣ କରିବା ତ ତାକୁ ଦ୍ୱିଅର୍ଥକ ପକ୍ଷଦୋଷ କୁହାଯିବ। ପକ୍ଷପଦଟା ଯଦି ଗୋଟିଏ ଅର୍ଥରେ ନେବା ତାହେଲେ ସେଇଟା ଅସୁବିଧା କିଛି ନାହିଁ। ଯଦି ଦୁଇଟି ଅର୍ଥ ହୋଇଯାଉଛି ତାହେଲେ ବକ୍ତା ଯାହା କହୁଥିବେ ଶ୍ରୋତା ଅନ୍ୟ ଗୋଟେ ଉଦ୍ଦେଶ୍ୟରେ ବୁଝୁଥିବେ, ସେଠି ଦୁଇଟା ଅର୍ଥ ଆସିଯିବ। ବର୍ତ୍ତମାନ ଦେଖ ସେ ଦେଇଛି ଯେତେବେଳେ ପକ୍ଷପଦ ଦୁଇଟି ଭିନ୍ନ ଭିନ୍ନ ଅର୍ଥରେ ବ୍ୟବହାର କରାଯାଏ ସେତେବେଳେ ଦ୍ୱିଅର୍ଥକ ପକ୍ଷଦୋଷ ଲାଗୁ ହୁଏ। ପ୍ରଥମେ ଦେଖ ଉଦାହରଣ ସେ ଦେଇଛନ୍ତି, ଦେଖ ଉଦାହରଣ ଶରୀର ଜଳପାତ୍ର ନୁହେଁ। ଆମ ଶରୀରଟା ଜଳପାତ୍ର ନୁହେଁ। ଘଟ ଶରୀର, ଆମର ଯେଉଁ ଶରୀର ଭିତରେ ଘଟ ଅଛି, ତେଣୁ ଘଟ ଶରୀର, ଶରୀରଟା ଗୋଟେ ଘଟ। ଏଠି ଦେଲା ଘଟ ଜଳପାତ୍ର ନୁହେଁ। ଥରେ ଘଟକୁ ସିଏ ଦେଲା ଶରୀର, ଥରେ ଘଟକୁ ଦେଲା ସିଏ ଆମେ ଯେଉଁ କଳସୀ ଘଟ ସବୁ ବ୍ୟବହାର କରୁଛେ ସେ ଘଟ ଦେଲା। ତେଣୁ ଏଠି ଘଟକୁ ଦୁଇଟା ଅର୍ଥରେ ବ୍ୟବହାର କରାଯାଇଛି, ଥରେ ଶରୀର ଅର୍ଥରେ, ଥରେ ଘଟ ଜଳପାତ୍ର ଅର୍ଥରେ, ଜଳ ଜଳକୁ ସେ ପାତ୍ର ଅର୍ଥରେ। ତେଣୁ ପକ୍ଷପଦକୁ ଏଠି କ'ଣ ହେଇଛି ଦେଖ, ପକ୍ଷପଦ ପୁଣି କେମିତି ହେଲା ନା ଘଟ ରହିଲା ପକ୍ଷାବୟବର ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ, ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ ଘଟ ଅଛି। ଏଠି ଘଟ ଅଛି କି ଏଠି ନା ପକ୍ଷାବୟବର ବା ଅପ୍ରଧାନ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ। ପୁଣି ଜଳପାତ୍ର କେଉଁଠି ଅଛି ନା ସିଦ୍ଧାନ୍ତର ବିଧେୟ ସ୍ଥାନରେ ଯିଏ ଅଛି ସିଏ ରହିବ ସାଧ୍ୟାବୟବର। ଜଳପାତ୍ର ଅଛି ଏଠି ସିଦ୍ଧାନ୍ତର ବିଧେୟ ସ୍ଥାନରେ, ଏଠି ଅଛି ପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନ। ଶରୀର ଶରୀର ଏଠି ହେଇଗଲା ମଧ୍ୟପଦ। ତେଣୁ ପକ୍ଷପଦ କିଏ ହେଲା ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ ଯିଏ ଅଛି ଘଟ, ଘଟଟାକୁ ଥରେ ଏଠି ଜଳପାତ୍ର ନୁହେଁ, ଥରେ ଘଟଟା ଶରୀର, ଦୁଇଟା ଅର୍ଥରେ ବ୍ୟବହାର କରାଯାଉଛି। ତାପରେ ଛୁଆମାନେ ଆମେ ଯିବା ତ ପରବର୍ତ୍ତୀ ପ୍ରଶ୍ନକୁ। ଦେଖ ତ ପରବର୍ତ୍ତୀ ପ୍ରଶ୍ନକୁ ଯିବା, ପ୍ରଥମ ସଂସ୍ଥାନର ପଦମାନଙ୍କର ସ୍ଥିତି ବୁଝାଅ। ପ୍ରଥମ ସଂସ୍ଥାନର ପଦମାନଙ୍କର ସ୍ଥିତି ବୁଝାଅ। ପ୍ରଥମ ସଂସ୍ଥାନର ପଦମାନଙ୍କର ସ୍ଥିତି ବୁଝାଅ, ଏଠି ଆଲୋଚନା କରିବା ଆମେ। ପ୍ରଥମ ସଂସ୍ଥାନର ପଦମାନଙ୍କର ସ୍ଥିତି ବୁଝାଅ ଯେଉଁ ଦେଲା ଯେ ପ୍ରଥମ ସଂସ୍ଥାନର ହେତୁପଦ ରହିବ ସାଧ୍ୟାବୟ, ପ୍ରଥମ ସଂସ୍ଥାନର ହେତୁପଦ ରହିବ ସାଧ୍ୟାବୟବର ବିଧେୟ ସ୍ଥାନରେ, ପ୍ରଥମ ସଂସ୍ଥାନର ହେତୁପଦ ରହିବ ସାଧ୍ୟାବୟବର ଉଦ୍ଦେଶ୍ୟ ସ୍ଥାନରେ, ପକ୍ଷାବୟବର ରହିବ ବିଧେୟ ସ୍ଥାନରେ। ତେଣୁ ସାଧ୍ୟାବୟବର ରହିବ ଉଦ୍ଦେଶ୍ୟ ସ୍ଥାନରେ, ପକ୍ଷାବୟବର ରହିବ ବିଧେୟ ସ୍ଥାନରେ। ସାଧ୍ୟାବୟବର ରହିଲା ଉଦ୍ଦେଶ୍ୟ ସ୍ଥାନରେ, ପକ୍ଷାବୟବର ବିଧେୟ ସ୍ଥାନରେ, ଏମିତି ରହିଲା। ପ୍ରଥମ ସଂସ୍ଥାନର ହେତୁପଦ ସାଧ୍ୟାବୟବର ଉଦ୍ଦେଶ୍ୟ ସ୍ଥାନରେ, ପକ୍ଷାବୟବର ବିଧେୟ ସ୍ଥାନରେ। ସାଧ୍ୟପଦ ସାଧ୍ୟାବୟବର ବିଧେୟ ଏବଂ ପକ୍ଷପଦ ପକ୍ଷାବୟବର ଉଦ୍ଦେଶ୍ୟ ସ୍ଥାନରେ ରହେ। ସିଦ୍ଧାନ୍ତରେ ପକ୍ଷପଦ ଉଦ୍ଦେଶ୍ୟ, ସାଧ୍ୟପଦ ବିଧେୟ ହୁଏ। ଏଠି ଆମେ ଦେଖିବା, ଏଠି ରହିଲା ଆମର ପ୍ରଥମ ସଂସ୍ଥାନ। ଦେଖ ଏମିତି ମୁଁ କରିଦେଲି, ଏଇଟା ହେଲା, ଏଠି ରହିଲା ଆମର ମଧ୍ୟପଦ ରହିଲା ଉଦ୍ଦେଶ୍ୟ ସ୍ଥାନରେ, ଏଠି ରହିଲା ମଧ୍ୟପଦ ବିଧେୟ ସ୍ଥାନରେ। ସେ କହୁଛି କ'ଣ ନା ସିଦ୍ଧାନ୍ତର ପକ୍ଷପଦ ଉଦ୍ଦେଶ୍ୟ ସ୍ଥାନରେ ଓ ସାଧ୍ୟପଦ ରହିବ ବିଧେୟ ସ୍ଥାନରେ। ଆମେ ଜାଣିଛେ ସେ ପକ୍ଷପଦ ରହିବ ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ, ସାଧ୍ୟପଦ ରହିବ ସିଦ୍ଧାନ୍ତର ବିଧେୟ ସ୍ଥାନରେ। ପ୍ରଥମ ସଂସ୍ଥାନ ପଦମାନଙ୍କର ସ୍ଥିତି ଆମେ ମଧ୍ୟପଦ ରହିବ ପ୍ରଧାନ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ, ପକ୍ଷପଦ ରହିବ ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ, ସାଧ୍ୟପଦ ରହିବ ସିଦ୍ଧାନ୍ତର ବିଧେୟ ସ୍ଥାନରେ। ହେଇଗଲା ପିଲାମାନେ, ଏଠି 2 ନମ୍ବରିଆ ଆମେ ପାଇପାରିବା। ଆକୁ ବି ଯଦି ଚାହିଁବା ଆମେ 3 ନମ୍ବରିଆ ବି ଟିକେ ବଢ଼େଇକି ଲେଖିପାରିବା। ତାପରେ ଆସିଲା ଡିମାରିସ୍କୁ ସାଙ୍କେତିକ ରୂପେ ବୁଝାଇ ଲେଖ। ଡିମାରିସ୍କୁ ସାଙ୍କେତିକ ରୂପେ ବୁଝାଇ ଲେଖ ଦେଇଛି ନା ପ୍ରଶ୍ନ। ଡିମାରିସ୍ ପ୍ରଥମେ ଦେଖିବା ଆମେ କେଉଁ ସଂସ୍ଥାନ, ବାରବାର ଡାଟି ସେଲାରେନ୍ ପେରିୟଡ଼ ସାମିସ୍ଟ ଶେଷରେ ବାହାର କଫିସନ ଡାରାପ୍ଟି ଡାଟିସି ଡିସାମିସ୍। ଡିମାରିସ୍ ହେଉଛି ଗ୍ରାମାଟିଭ୍ ସାମାନେସ୍ ଡିମାରିସ୍, ଚତୁର୍ଥ ସଂସ୍ଥାନର ଗୋଟେ ବୈଧ ନ୍ୟାୟରୂପ। ତେଣୁ ଚତୁର୍ଥ ସଂସ୍ଥାନର ମଧ୍ୟପଦ କେଉଁଠି ରହିବ ଛୁଆମାନେ ନା ପ୍ରଧାନ ହେତୁ ବାକ୍ୟରେ ରହିବ ବିଧେୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟରେ ରହିବ ଉଦ୍ଦେଶ୍ୟ ସ୍ଥାନରେ। ମଧ୍ୟପଦର ଅବସ୍ଥିତି ଅନୁସାରେ ଆମେ ସଂସ୍ଥାନ ନିରୂପଣ କରିବା। ଯେମିତି ପ୍ରଥମ ସଂସ୍ଥାନ ରହିଲା ପ୍ରଧାନ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ। ତାର ଓଲଟା ଠିକ୍ ରହିବ ଚତୁର୍ଥ ସଂସ୍ଥାନର ପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ। ଏଠି ଦେଇଛି ଦେଖ କେତେକ ପ ମ ଅଟେ, ସମସ୍ତ ମ ସ ଅଟେ। ମଧ୍ୟପଦ ଏଠି ରହିଛି ମ, ପ୍ରଧାନ ହେତୁ ବାକ୍ୟ ରହିଛି ବିଧେୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟ ରହିଛି ଉଦ୍ଦେଶ୍ୟ ସ୍ଥାନରେ। ସିଦ୍ଧାନ୍ତ କ'ଣ ହେଇଛି ନା କେତେକ ସ ପ ଅଟେ। ସ କେଉଁଠି ରହିଛି
ନା ଅପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ। କାରଣ ପକ୍ଷପଦ ରହିବ ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ ଯିଏ ଥିବ ସିଏ ପକ୍ଷପଦ ରହିବ। ଏଠି ସ ଅଛି, ଏଠି ସ ରହିଲା। ବିଧେୟ ସ୍ଥାନରେ ସିଦ୍ଧାନ୍ତର ବିଧେୟ ସ୍ଥାନରେ ରହିବ ସାଧ୍ୟ ପଦ। ସାଧ୍ୟ ପଦରେ ଆମେ ମକୁ ତ ମଧ୍ୟ ପଦ ନେଇଗଲେ, ଆଉ ରହିଥିଲା ପ, ଏଠି ପ ରହିଲା ବିଧେୟ ସ୍ଥାନରେ। ସେ ବୁଝେଇଲେ ଏଠି ଡିମାରିସ୍ ଯୁକ୍ତିର ହେତୁ ପଦଟି ପକ୍ଷାବୟବର ବ୍ୟାପ୍ତ ଅଟେ, ଏଣୁ ଯୁକ୍ତିଟି ଅବ୍ୟାପ୍ତ ମଧ୍ୟପଦ ଦୋଷରୁ ମୁକ୍ତ ଅଟେ। କାରଣ ସେ କହୁଛନ୍ତି ଯେ ଏହାର ମଧ୍ୟପଦଟା ଅପ୍ରଧାନ ହେତୁ ବାକ୍ୟର ଯେଉଁ ଆ ତର୍କ ବାକ୍ୟର ଦେଖ କେଉଁଠି ଅଛି ମଧ୍ୟପଦ ଉଦ୍ଦେଶ୍ୟ ସ୍ଥାନରେ। ଆ ତର୍କର ଉଦ୍ଦେଶ୍ୟ ପଦ ବ୍ୟାପ୍ୟ, ତେଣୁ ଅବ୍ୟାପ୍ୟ ମଧ୍ୟପଦ ଦୋଷରୁ ମୁକ୍ତି ହେଲା। ଯୁକ୍ତିଟି ଅବୈଧ ପକ୍ଷପଦ ଦୋଷ ଏବଂ ଅବୈଧ ସାଧ୍ୟପଦ ଦୋଷରୁ ମଧ୍ୟ ମୁକ୍ତ ଅଟେ। ଅବୈଧ ପକ୍ଷପଦ ଦୋଷ କ'ଣ? ପକ୍ଷପଦଟା ପକ୍ଷାବୟବରେ ଯଦି ଅବ୍ୟାପ୍ୟ ରହିକି ସିଦ୍ଧାନ୍ତରେ ବ୍ୟାପ୍ୟ ହେବ ତାହେଲେ ତର୍କ ଦୋଷ ଜାତ ହେବ। ପକ୍ଷପଦଟି କିଏ ଅଛି ଛୁଆମାନେ? ନା ସ ଅଛି। ସ ରହିଛି ଆ ତର୍କ ବାକ୍ୟର ବିଧେୟ ସ୍ଥାନରେ ଅବ୍ୟାପ୍ୟ। ପୁଣି ସିଦ୍ଧାନ୍ତର କେଉଁଠି ଅଛି? ନା ଉଦ୍ଦେଶ୍ୟ ସ୍ଥାନରେ। ସିଦ୍ଧାନ୍ତ ଅଛି ଇ ତର୍କ ବାକ୍ୟ, ସେଟା ବି ଅବ୍ୟାପ୍ୟ। ତାପରେ ହେଲା ସାଧ୍ୟପଦ କଥା ଆମେ ଏଠି କହିବା। ସାଧ୍ୟପଦ ହେଉଛି କ'ଣ? ନା ସାଧ୍ୟପଦ ଏଠି ଅଛି ସାଧ୍ୟପଦ ଅଛି ପ। ପ କେଉଁଠି ଅଛି? ନା ପ୍ରଧାନ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ ଏଠି ପ ଅଛି। ପ୍ରଧାନ ହେତୁ ବାକ୍ୟ ଅଛି ଇ ତର୍କ ବାକ୍ୟ। ଇ ତର୍କ ବାକ୍ୟର ଅବ୍ୟାପ୍ୟ ଅଛି, ସିଦ୍ଧାନ୍ତରେ ବି ଏଠି ଅବ୍ୟାପ୍ୟ ଅଛି। ତେଣୁ ଆମ ନିୟମ ଅଛି ଯେଉଁ ପଦ ହେତୁ ବାକ୍ୟର ଅବ୍ୟାପ୍ୟ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ। ଏଠି ମଧ୍ୟପଦ ଅବ୍ୟାପ୍ୟ ମଧ୍ୟପଦ ଦୋଷରୁ ମୁକ୍ତ, ଅବ୍ୟାପ୍ୟ ପକ୍ଷପଦ ଦୋଷରୁ ମୁକ୍ତ, ଆଉ ସାଧ୍ୟପଦ ଦୋଷରୁ ବି ମୁକ୍ତ। ତେଣୁ ଡିମାରିସ୍କୁ ଆମେ ସାଙ୍କେତିକ ରୂପ ଏହା ନେଇ କରିପାରିବା। ଆରାମସେ ଏଇଟା କରିଦେବା। ଯଦି ଛୁଆମାନେ ଆମେ ଟିକେ ଯେଉଁ ବଢ଼େଇକି ମୁଁ କହିଲି ତାକୁ ତୁମେ ଯଦି ଲେଖିପାରିବ ସେ 3 ନମ୍ବରିଆ ଆନ୍ସର ବି ପାଇଗଲ। ଯଦି ଏତିକି ଲେଖିଦେବ 2 ନମ୍ବରିଆ ପାଇବ। ଯେତେବେଳେ ଯେମିତି ଆସିବ ତାକୁ ସେ ଅନୁସାରେ କରିବ। ବର୍ତ୍ତମାନ ଆମେ ଯିବା ଗ୍ରାମାଟିକ୍କୁ ସାଙ୍କେତିକ ରୂପେ ବୁଝାଅ। ଗ୍ରାମାଟିକ୍ କେଉଁ ସଂସ୍ଥାନ ଛୁଆମାନେ? ନା ସେଇଟା ବି ହେଉଛି ଚତୁର୍ଥ ସଂସ୍ଥାନ। ଚତୁର୍ଥ ସଂସ୍ଥାନ ଯେଉଁ ରହିଲା ଗ୍ରାମାଟିକ୍, ତାର ମଧ୍ୟପଦ କେଉଁଠି ରହିବ? ନା ପ୍ରଧାନ ହେତୁ ବାକ୍ୟରେ ରହିବ ବିଧେୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟରେ ରହିବ ଉଦ୍ଦେଶ୍ୟ ସ୍ଥାନରେ। ଜେଡ୍ ରିଏଲ୍ ଜେଡ୍ ଯେଉଁଟା ମଧ୍ୟପଦ ରହିବ। ତେଣୁ କ'ଣ କରିବା? ଆମେ ଗ୍ରାମାଟିକ୍ର ଗୋଟେ ତର୍କ ବାକ୍ୟ ଗଠନ କରିବା। ପ୍ରଥମେ ହେଲା ଆ ତର୍କ ବାକ୍ୟ ସମସ୍ତ ପ ମ ଅଟେ। ତାପରେ ରହିଲା ଆ ତର୍କ ବାକ୍ୟ ସମସ୍ତ ମ ସ ଅଟେ। ମ ଏଠି ରହିଲା ବିଧେୟ ସ୍ଥାନରେ, ଏଠି ରହିଲା ଉଦ୍ଦେଶ୍ୟ। ପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ। ତେଣୁ ବିଧେୟ ସ୍ଥାନରେ ଉଦ୍ଦେଶ୍ୟ ସ୍ଥାନରେ ରହିଗଲା, ଚିହ୍ନଟା ଏମିତି ହେଇଯିବ। ତାପରେ ଏଠି ପକ୍ଷପଦ କିଏ ରହିବ? ନା ପକ୍ଷପଦ ରହିବ ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ। ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ ଦେଖ ଏଠି କିଏ? ସ ଅଛି ଅପ୍ରଧାନ ହେତୁ ବାକ୍ୟରେ। ତାପରେ ସିଦ୍ଧାନ୍ତର ବିଧେୟ ସ୍ଥାନରେ ରହିବ କିଏ? ସାଧ୍ୟପଦ ପ ଅଛି, ଏଠି ପ ରହିଛି ଏଇଟା। ଗ୍ରାମାଟିକ୍ ଯୁକ୍ତିର ହେତୁ ପଦଟି ପକ୍ଷାବୟବରେ ବ୍ୟାପ୍ତ ଅଟେ, ଏଣୁ ଯୁକ୍ତିଟି ଅବ୍ୟାପ୍ତ ମଧ୍ୟପଦ ଦୋଷରୁ ମୁକ୍ତ ଅଟେ। ଦେଖ ଯେଉଁ ଆମର ରହିଲା ମଧ୍ୟପଦ, ଏଠି ରହିଲା ମ, ଏଠି ରହିଲା ମ। ତ ପ୍ରଧାନ ହେତୁ ବାକ୍ୟର ମ ଅଛି ବିଧେୟ ସ୍ଥାନରେ ଅବ୍ୟାପ୍ୟ, କିଛି ଦରକାର ନାହିଁ, ଆମକୁ ଥରେ ବ୍ୟାପ୍ୟ ହେବା ଦରକାର ମଧ୍ୟପଦ। ଅପ୍ରଧାନ ହେତୁ ବାକ୍ୟର ମଧ୍ୟପଦ ଅଛି ଉଦ୍ଦେଶ୍ୟ ସ୍ଥାନରେ। ଅପ୍ରଧାନ ହେତୁ ବାକ୍ୟ ଅଛି ଆ ତର୍କ ବାକ୍ୟ। ଆ ତର୍କ ବାକ୍ୟର ଉଦ୍ଦେଶ୍ୟ ପଦ ବ୍ୟାପ୍ୟ, ଅବ୍ୟାପ୍ୟ ମଧ୍ୟପଦ ଦୋଷରୁ ମୁକ୍ତ ହେଲା। ତାପରେ ଆମେ ଦେଖିବା ସିଦ୍ଧାନ୍ତରେ ସ କେଉଁଠି ଅଛି? ନା ସିଦ୍ଧାନ୍ତର ସ ଅଛି, ସିଦ୍ଧାନ୍ତର ଯେଉଁ ସ ଅଛି ଉଦ୍ଦେଶ୍ୟ ସ୍ଥାନରେ, ସିଦ୍ଧାନ୍ତ ଅଛି ଇ ତର୍କ ବାକ୍ୟ। ଇ ତର୍କ ବାକ୍ୟର ସ ହେଉଛି ଅବ୍ୟାପ୍ୟ, ତାହା କେଉଁଠି ଅଛି? ନା ଅପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ। ଅପ୍ରଧାନ ହେତୁ ବାକ୍ୟ ଅଛି ଆ ତର୍କ ବାକ୍ୟ। ଆ ତର୍କ ବାକ୍ୟର ବିଧେୟ ପଦ ଅବ୍ୟାପ୍ୟ। ତାପରେ ରହିଲା କିଏ? ପ ଅଛି ସିଦ୍ଧାନ୍ତର ବିଧେୟ ସ୍ଥାନରେ। ଯେହେତୁ ସିଦ୍ଧାନ୍ତ ଅଛି ଇ ତର୍କ ବାକ୍ୟ, ଇ ତର୍କ ବାକ୍ୟର ବିଧେୟ ପଦ ବି ଅବ୍ୟାପ୍ୟ। ତାହା ଯଦି ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇଥିବ, ସେ କହୁଛି ଯେଉଁ ପଦ ହେତୁ ବାକ୍ୟରେ ଅବ୍ୟାପ୍ୟ ତାହା ସିଦ୍ଧାନ୍ତରେ ବ୍ୟାପ୍ୟ ହୋଇପାରିବ ନାହିଁ। ହେତୁ ବାକ୍ୟରେ ପ ଏଠି ଅଛି ଉଦ୍ଦେଶ୍ୟ ସ୍ଥାନରେ। ସେ ଯଦି ଏଠି ଅବ୍ୟାପ୍ୟ ରହିକି ଏଠି ବ୍ୟାପ୍ୟ ହୋଇଥାନ୍ତା ତାହେଲେ ତର୍କ ଦୋଷ ହୋଇଥାନ୍ତା। ଏଠି ପ ବ୍ୟାପ୍ୟ ଅଛି, ଏଠି ଅବ୍ୟାପ୍ୟ ଅଛି, ଆମର କୌଣସି ନିୟମ ଲଙ୍ଘନ ହେବ ନାହିଁ। ତେଣୁ କହିଲା ଗ୍ରାମାଟିକ୍ ଯୁକ୍ତିର ହେତୁ ପଦଟି ପକ୍ଷାବୟରେ ବ୍ୟାପ୍ତ ଅଟେ, ଏଣୁ ଯୁକ୍ତିଟି ଅବ୍ୟାପ୍ୟ ମଧ୍ୟପଦ ଦୋଷରୁ ମୁକ୍ତ ଅଟେ। ଯୁକ୍ତିଟି ଅବୈଧ ପକ୍ଷପଦ ଦୋଷ ଓ ଅବୈଧ ସାଧ୍ୟପଦ ଦୋଷରୁ ମଧ୍ୟ ମୁକ୍ତ ଅଟେ। ଅତଏବ ଯୁକ୍ତିଟି ବୈଧ ଅଟେ। ଏମିତି ଯଦି ପଢ଼ିବ ଛୁଆମାନେ, ଯେତିକି କହିଲି ଟିକେ ଯଦି ବଢ଼େଇକି ଲେଖିବ 3 ନମ୍ବର ପାଇପାରିବ। ଯଦି ତୁମେ ଏତିକି ବି ଲେଖିଦେବ 2 ନମ୍ବର ପାଇପାରିବ। ହେଲା ଛୁଆମାନେ, ବର୍ତ୍ତମାନ ଆମେ ଯିବା ନିମ୍ନ ପ୍ରଦତ୍ତ ଯୁକ୍ତିର ସଂସ୍ଥାନ ଓ ନ୍ୟାୟ ରୂପ ନିର୍ଣ୍ଣୟ କର। ଦେଖ ଏଇଠି ଗୋଟେ ତୁମକୁ ଦେଇଦେଲା ସିଏ ପ୍ରଶ୍ନ, ଗୋଟେ ତର୍କ ବାକ୍ୟ ଦେଇଦେଲା। ସେଇ ତର୍କ ବାକ୍ୟକୁ ନେଇକି ତୁମେ କ'ଣ କରିବ? ନା ସଂସ୍ଥାନ ନିରୂପଣ କରିବ। ଆଉ ସେଇଟା କେଉଁ ନ୍ୟାୟ ରୂପକୁ ଯାଉଛି କହିଦେଉଛି ଛୁଆମାନେ। ଏଠି ଦେଖ ଦେଲା ସମସ୍ତ ପୁଷ୍ପ ସୁନ୍ଦର, କେତେକ ପୁଷ୍ପ ଗନ୍ଧହୀନ। ତେଣୁ ପୁଷ୍ପକୁ ଆମେ 2 ଥର ପାଇଗଲେ। ପ୍ରଧାନ ହେତୁ ବାକ୍ୟରେ ଥରେ ପୁଷ୍ପ ପାଇଲେ, ଅପ୍ରଧାନ ହେତୁ ବାକ୍ୟକୁ ବି ପୁଷ୍ପ ଅଛି ପାଇଲେ। ପ୍ରଧାନ ହେତୁ ବାକ୍ୟର ପୁଷ୍ପ ଅଛି ଉଦ୍ଦେଶ୍ୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟର ବି ପୁଷ୍ପ ଅଛି ଉଦ୍ଦେଶ୍ୟ ସ୍ଥାନରେ। ତେଣୁ ଏମିତିକାର ଦୁଇଟା ହେଲା, ଏଠି ରହିଗଲା ମଧ୍ୟପଦ, ଏଠି ରହିଗଲା ମଧ୍ୟପଦ। ବର୍ତ୍ତମାନ ଆମର ଇଏ ହେଇଗଲା ତୃତୀୟ ସଂସ୍ଥାନ। ତୃତୀୟ ସଂସ୍ଥାନର ମଧ୍ୟପଦ ରହିବ ଉଭୟ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ, ଆମେ ପାଇଗଲେ।
तो तृतीय संस्थान जदि है प्रधान हेतु वाक्य किए अच्छी ना समस्त पुष्प सुंदर समस्त अटंती अच्छी माने यहाँ हूँ आ तर्क वाक्य केतेक पुष्प गंधहीन अच्छी माने यहाँ इ तर्क वाक्य तेना आम देखा तृतीय संस्थान आउ इ थी कौ गोटे वैध न्याय रूप अच्छी तृतीय संस्थान आम देखा डाराप्टी डाटिसी डिसामिस फेलाप्टन फेरिसन बोकाड ये तेना आमर किए किए अच्छी आउ इ आ इ अच्छी माने सिद्धांत इ हो यहाँ गोटे हो डाटिसी तृतीय संस्थान डाटिसी गोटे वैध न्याय रूप देख मैंने लिखी डाटिसी लिखी कि ना तेणु उपरोक्त जुक्ति तृतीय न्याय संस्थान एक न्याय रूप अटे न्याय रूपटीर नाम है डाटिसी यही न्याय रूपटी एक वैध न्याय रूप अटे एठारे हेतु पदटी प्रधान हेतु वाक्य व्याप्य होइछि साध्य पदटी साध्यावयव व्याप्य होई नथिबा बेले सिद्धांत व्याप्य होई नाही सेपरि पक्ष पक्षपदटी पक्षावय व्याप्य होई नथिबा बेले सिद्धांत व्याप्य होई नाही तेणु जे पक्षपद सिद्धांत हेतु वाक्य आमर अव्याप्य रही सिद्धांत भी व्याप्य रही साध्यपद भी आमर पक्षावय साध्यपद साध्यावय अव्याप्य रही सिद्धांत भी अव्याप्य रही मात्र ये जो मध्यपद रहा प्रधान हेतु वाक्य उद्देश्य स्थान में अप्रधान हेतु वाक्य उद्देश्य स्थान में यहाँ हूँ तृतीय संस्थान यहाँ हूँ डाटिसी तार वैध न्याय रूप टिके जब बढ़े लिख 3 नंबर एति लिखिले तुम 2 नंबर पाइपर बर्तमान पिला माने आम कौन करवा ना बर्तमान आम जा मिश्रित त्रिपदयुक्ति तो मुझे कहूली त्रिपदयुक्ति और मिश्रित त्रिपदयुक्ति तुम गुड़ाए प्रश्न पाइब से भितर एगुड़ा भी अन्यतम आसबार भी संभावना अनेक रही बर्तमान आम आलोचना करवा निषेधात्मक मिश्र प्राकल्पिक जुक्ति कहले कौन बुझ कौन आलोचना करें पिला माने ना निषेधात्मक मिश्र प्राकल्पिक जुक्ति कहले कौन बुझ जितेबाला साध्याभावर अनुग को पक्षाभाव अस्वीकार कर पूर्व को सिद्धांत अस्वीकार करा जाए सेतेबेले निषेधात्मक मिश्र प्राकल्पिक जुक्ति सृष्टि हुए कहीं सी कहूँ उदाहरण भी देछि पिला माने देखिबो से कौन कहूँ आमर नियम कौन कहूँ ना आम तार साध्याभावर अनुग को ये दुईटा अच्छी देख गोटे रही अनुग आ गोटे रही पूर्वक पूर्वक किए रही माने जदि पूर्वक अच्छी जदि सूर्य उदय हुए सी है पूर्वक अनुग किए अच्छी ना आलोक आसे तापर अप्रधान हेतु किए अच्छी देख यहाँ आलोक नहीं अतएव सूर्य नहीं से कौन कहते जितेबाला साध्याभावर अनुग को पक्षाभाव अस्वीकार कराए साध्याभावर अनुग आलोक आसे अच्छे ये तार अनुग कौन करवा आम ना अस्वीकार करवा आलोक नहीं अस्वीकार आलोक नहीं पूर्व को सिद्धांत अस्वीकार करा पूर्व को कौन सूर्य उदय हुए ताकू भी ये अस्वीकार करा सेतेबेले निषेधात्मक मिश्र प्राकल्पिक जुक्ति सृष्टि हुए निषेधात्मक बा अस्वीकारात्मक मिश्र प्राकल्पिक जुक्ति सृष्टि हुए बुझेगा छ मैंने बर्तमान आम जा मिश्र बीजजक जुक्ति कौन यहाँ देख चिन्ह दे दूची मिश्र बीजजक जुक्ति कौन अटे बुझाई लेख यही जुक्ति साध्यावयव बीजजक पक्षावयव निरपेक्ष एवं सिद्धांत निरपेक्ष तर्कवचन साध्यावयव कौन पिला माने साध्यावयव प्रधान हेतु वाक्य बीजजक पक्षावयव निरपेक्ष तमें मिसिकी रही तर्क वाक्य निरपेक्ष से वाक्यटी अन्यर सहायता न नहीं निजे व्यवहृत हो पार सिद्धांत निरपेक्ष गोटिका रही देख लिखी दीपा उभय सुमति और कुमति नुहे प्रधान हेतु वाक्य द्वारा अप्रधान हेतु वाक्य कौन देती ना दीपा सुमति अटे अतएव कौन हम ना दीपा कुमति नुहे यहाँ बीजजक तर्क वाक्य तार सिद्धांत है निरपेक्ष दीपा कुमति नुहे कारण से दुईटा देता उभय सुमति और कुमति नुहे दीपा को आम सुमति ने सुमति जो नवा आउ किए रहा से कुमति नुहे ये मिश्र बीजजक जुक्ति कौन आम आलोचना कले यहाँ 2 नंबरिया प्रश्न अच्छी जदि आगे बढ़े तुम लिखिपर ताल ये 3 नंबर भी कम आसो बर्तमान पिला माने आम आलोचना करवा वैधता प्रतिपादन कर जदि ये देख बढ़िया जिनसटे देती देख तुम बुझे दूची पे निम्नोक्त जुक्तिटर वैधता प्रतिपादन कर जदि तेंदुलकर छक्का मारती प्रथम कौन देला जदि तेंदुलकर छक्का मारती तेबे भारत जितब आमर प्रधान हेतु वाक्य रहा 2टा कल्प जदि तेंदुलकर छक्का मारे ताहले भारत जितब बर्तमान देला भारत जीति अप्रधान हेतु वाक्य को कौन कला स्वीकार कला
ତେନ୍ଦୁଲକର ଛକା ମାରିଛନ୍ତି ତାପରେ ପ୍ରଧାନ ହେତୁ ବାକ୍ୟକୁ ସ୍ୱୀକାର କଲା। ଏଠି କ'ଣ ତର୍କ ଦୋଷ ଆସୁଛି ମୁଁ କହିଦେଉଛି। ମାନେ ଉକ୍ତ ମିଶ୍ର ପ୍ରାକଳ୍ପିକ ଯୁକ୍ତିଟି ଅବୈଧ ଅଟେ କାରଣ ନିୟମ ଅନୁସାରେ ସାଧ୍ୟାବୟବର ଅନୁଗକୁ ପକ୍ଷାବୟବରେ ଅସ୍ୱୀକାର କଲେ ତାର ଅନୁଗକୁ ଆମେ କ'ଣ କରିବା? ସାଧ୍ୟାବୟବର ଅନୁଗ କିଏ ରହିଛି ଏଠି? ନା ଭାରତ ଜିତିବ। ଅନୁଗ ରହିଛି ଏଟା ଭାରତ ଜିତିବ। ସାଧ୍ୟାବୟବର ଅନୁଗକୁ ପକ୍ଷାବୟରେ ଅସ୍ୱୀକାର କରାଯାଏ। ଏଠାରେ ଅନୁଗକୁ ପକ୍ଷାବୟରେ ସ୍ୱୀକାର କରାଯାଇଛି। ଏହା ଅନୁଗ ସ୍ୱୀକୃତି ଭିତ୍ତିକ ଦୋଷ ଟିକେ ରହିଯାଉଛି। ମାନେ କାରଣ ନିୟମ ଅନୁସାରେ ସାଧ୍ୟାବୟବର ଅନୁଗକୁ ପକ୍ଷାବୟରେ ଅସ୍ୱୀକାର କରାଯାଏ। ଏଠି ଭାରତ ଜିତିବ, ଏଠି ସିଏ ପକ୍ଷାବୟରେ ସିଧା ଭାରତ ଜିତିବ। ଏଠି ଭାରତ ଜିତିବ ନାହିଁ। ପ୍ରଥମେ ଆମେ ପକ୍ଷାବୟରେ ଅସ୍ୱୀକାର କରିଥାନ୍ତେ, କରିଥିଲେ କିସ ହେଇଥାନ୍ତା? ଏଠାରେ ଅନୁଗକୁ ପକ୍ଷାବୟରେ ସ୍ୱୀକାର କରାଯାଇଛି। ଅନୁଗକୁ ଆମେ ପକ୍ଷାବୟରେ ସ୍ୱୀକାର କରୁଛେ। ଏଠି ତର୍କ ଦୋଷ ଜାତ ହେବ ଅନୁଗ ସ୍ୱୀକୃତି ଭିତ୍ତିକ ତର୍କ ଦୋଷ। ପ୍ରଥମେ ଆମେ ଅନୁଗକୁ ଅସ୍ୱୀକାର କରିବା କଥା, ଏଠି ସ୍ୱୀକାର କରୁଛେ। ଏଠି ଆରମ୍ଭ ହେଉଛି ଆମର ଅନୁଗ ସ୍ୱୀକୃତି ଭିତ୍ତିକ ତର୍କ ଦୋଷ। ଏଠି ମୁଁ ଅଣ୍ଡରଲାଇନ୍ କରିଛି, ତେଣୁ ତର୍କ ଦୋଷ ଜାତ ହେବ। ଅନୁଗକୁ ଆମେ ଅସ୍ୱୀକାର କରିବା କଥା, ଏଠି ସ୍ୱୀକାର କରିଦେଇଛି। ବର୍ତ୍ତମାନ ଆମେ ଯିବା କୂଟ ନ୍ୟାୟ ବା ଦ୍ୱିଶୃଙ୍ଗିକ ଯୁକ୍ତି। ଦ୍ୱିଶୃଙ୍ଗିକ ଯୁକ୍ତିର ତୁମକୁ ଗୋଟେ ମୁଁ ଉଦାହରଣ ଦେଉଛି ଛୁଆମାନେ। ଯେମିତି ବ୍ଲେଡ୍ ଦେଖିଥିବ, ବ୍ଲେଡ୍ର ଦୁଇପଟ ଧାର, ତୁମେ ଏପଟେ ବୁଲେଇଲେ ବି କଟିବ, ସେପଟେ ବୁଲେଇଲେ ବି କଟିବ। ବହିରେ ଦେଇନି, ମୁଁ ତୁମ ଏଠି ଦେଇନାହିଁ, ମୁଁ କହିଦେଉଛି ତୁମକୁ। 3 ନମ୍ବରରେ ଆସିଲେ ବି ଲେଖିପାରିବ। ବଳଦ ଦେଖିଛ, ବଳଦର ଦୁଇଟା ଶିଙ୍ଗ। ବଳଦ ଯଦି ତୁମେ ଦୌଡ଼ିବ ବି ସିଏ ମାରିବ, ତୁମକୁ ଛିଡ଼ା ହେଲେ ବି ସିଏ ମାରିବ, ତାର ଶିଙ୍ଗ ଅଛି। ତେଣୁ ସେହି ସମୟରେ ତୁମେ ଚିନ୍ତା କରିବ କ'ଣ କରିକି ଆମେ ବଳଦ ପାଖରୁ ଶୃଙ୍ଗଦ୍ୱୟ ଅନ୍ତରାଳେ ପଳାୟନ କରିବା। ଏଠି ସେ ଦେଇ ଦେଖ, ଦ୍ୱିଶୃଙ୍ଗ ଯୁକ୍ତି ପ୍ରତିପକ୍ଷକୁ ଅସୁବିଧାରେ ପକାଇବା ପାଇଁ ପ୍ରୟୋଗ କରାଯାଏ। କେମିତି ପ୍ରତିପକ୍ଷକୁ ଆମେ ଅସୁବିଧାରେ ପକାଇବା? ଆଉ ଗୋଟେ ଛୋଟ ଉଦାହରଣ ଦେଉଛି, ଯେ 3 ନମ୍ବରରେ ଆସିବ ସେମାନେ ଲେଖିବ, ଯେ ଲଙ୍କୁଶାନ ଆସିବ, ତୁମେ ଛାଡ଼ିବ ନାହିଁ। ଗୋଟେ ବୁଢ଼ାର ଗୋଟେ ପୁଅ ଥିଲା, ବୁଢ଼ା ବହୁତ କଞ୍ଜୁସ। ସେ ବୁଢ଼ା କ'ଣ କଲା, ଯେ ପୁଅ ବୋହୂର ଯେତେବେଳେ ଦେହ ଖରାପ ହେଲା, ବୁଢ଼ା ସେତେବେଳେ ଧୀର ବସିଲା। ପୁଅ ସେତେବେଳେ କହିଲା, ବାପା ଆଉ ଲୋକ କ'ଣ କହିବେ, ଆମେ ବୋଉକୁ ଯଦି ହସ୍ପିଟାଲ ନ ନେବା ଟିକେ। ବୁଢ଼ା ଚିନ୍ତା କଲା ବା ବାପା ଚିନ୍ତା କଲେ ଯେ ମୁଁ ବର୍ତ୍ତମାନ ଯଦି ହସ୍ପିଟାଲ ପଠାଇବି ତାହେଲେ କ'ଣ ହେବ ନା ପଇସା ଖର୍ଚ୍ଚ ହେବ। ତେଣୁ ମୁଁ ସେ ଟିକେ କଞ୍ଜୁସ ଲୋକ। ସେଇଠୁ ଚିନ୍ତା କରି ପୁଅ କରି ଶୋଇପଡ଼, ସକାଳେ ମୁଁ ତୋତେ କହିବି କ'ଣ କରିବା। ସକାଳେ ଉଠିକି କହିଲେ, ବାବୁରେ ଦେଖ, ବୋହୂ ଯଦି ଆମର ବଞ୍ଚିବାର ଥିବ ହସ୍ପିଟାଲ ନେବା ଅନାବଶ୍ୟକ, ବୋହୂ ଯଦି ଆମର ବଞ୍ଚିବାର ନଥିବ ହସ୍ପିଟାଲ ନେବା ବି ଅନାବଶ୍ୟକ। ତୁ ଏବେ ଚିନ୍ତା କର। ତାହେଲେ ବୁଢ଼ା ଦୁଇଟା ତାକୁ ଅସୁବିଧାରେ ପକାଇଦେଲା। ତେଣୁ ସିଏ ଚିନ୍ତା କରିବ, ପୁଅ ବର୍ତ୍ତମାନ ଚିନ୍ତା କରିବ ମୁଁ ହସ୍ପିଟାଲ ନେବି କି ନାହିଁ। ଯଦି ହସ୍ପିଟାଲ ନେଇକି ବୋଉର ଦେହ ଖରାପ ହେଲା ବା ବୋଉଙ୍କର ଦେହାନ୍ତ ହୋଇଗଲା, ପୁଅ ଦୋଷ ନେବ। ଯଦି ହସ୍ପିଟାଲ ନ ନେଲେ, ଏଇଟା ସାଙ୍ଗସାଥି କହିବେ ତ ବାପା ଏତେ କଞ୍ଜୁସ, ତୁମେ ଏତେ କଞ୍ଜୁସ, ଦେହ ଖରାପ ହେଇଛି ନେଲ ନାହିଁ। ତେଣୁ କୂଟନ୍ୟାୟ ହେଉଛି ସେୟା, ସବୁବେଳେ ପ୍ରତିପକ୍ଷକୁ ଅସୁବିଧାରେ ପକାଇବ। ବୁଝିପାରୁଥିବ ଛୁଆମାନେ ମୁଁ ଯେଉଁ ଉଦାହରଣଟା ଦେଲି, ଏଠି ତ ଅଳ୍ପରେ ବୁଝେଇଛି। ଦ୍ୱିଶୃଙ୍ଗ ଯୁକ୍ତି ପ୍ରତିପକ୍ଷକୁ ଅସୁବିଧାରେ ପକାଇବା ପାଇଁ ପ୍ରୟୋଗ ହୋଇଥାଏ। ଯେହେତୁ ପ୍ରତିପକ୍ଷ 2ଟି ବିକଳ୍ପ ଗ୍ରହଣୀୟ ହୁଏ ନାହିଁ, ଏଥିରୁ ମୁକ୍ତି ପାଇବା ପାଇଁ ଯେକୌଣସି ବିକଳ୍ପ ପାଏ ନାହିଁ। ଏହି ହେତୁ ଏ ପ୍ରକାର ଯୁକ୍ତିକୁ କୂଟନ୍ୟାୟ ଅଥବା ସଙ୍କଟ ନ୍ୟାୟ କୁହାଯାଏ। ପୁଅ ଯଦି ହସ୍ପିଟାଲ ନେବ, ଚାଲିଗଲେ ବୋଉ କହିବ, ବାପା କହିବେ ଯେ ତୁ ତୋର ହସ୍ପିଟାଲରୁ ମନା କରୁଥିଲି, ତୁ ନେଇଗଲୁ, ପଇସା ଖର୍ଚ୍ଚ ହେଲା, ବୋଉ ବି ଚାଲିଗଲା। ଯଦି ନ ନେବ, ପଡ଼ିକା ବୋହୂ ରହିଛି, ତାହେଲେ ସାଙ୍ଗସାଥି କହିବେ, ଦେଖୁଛୁ ଏତେ କଞ୍ଜୁସ, ସେମାନେ ନେଇକି ବୋଉକୁ ଦେଖାଉନାହାନ୍ତି। ବୁଝିପାରୁଛ ଛୁଆମାନେ ଉଦାହରଣଟା? ନିଶ୍ଚିତ ଭାବରେ ସାର୍ ବି କହିଥିବେ ଏଇ କଥାଟା, ତୁମେ ଧ୍ୟାନ ଦେବ। ଯଦି ଲଙ୍ଗ କ୍ୱେଶ୍ଚନ୍ ଆସିବ ବି ତାକୁ ଗୋଟେ ବିଶ୍ଳେଷଣ କରିକି ଲେଖିବ। 3 ନମ୍ବରରେ ତ ସଲିଡ଼ ସେଇ ଏକ୍ଜାମ୍ପଲଟା ଯେ ଦେବ, ତୁମେ ଆରାମସେ ନମ୍ବର କେହି କାଟିପାରିବେନି। ଯେ ପିଲା ଟିକେ ପାଠ ଜାଣିଛ ବୋଲି ନିଶ୍ଚିତ ସିଏ କହିବେ। ବର୍ତ୍ତମାନ ଆମେ ଯିବା ପ୍ରାକଳ୍ପିକ ନିରପେକ୍ଷ ବା ମିଶ୍ର ପ୍ରାକଳ୍ପିକ ଯୁକ୍ତି କହିଲେ କ'ଣ ବୁଝ। ଏଇଟା ପିଲାମାନେ ମିଶ୍ର ପ୍ରାକଳ୍ପିକ ଯୁକ୍ତିରେ ସାଧାବୟବ ପ୍ରାକଳ୍ପିକ, ପକ୍ଷାବୟବ ହେବ ନିରପେକ୍ଷ ଏବଂ ସିଦ୍ଧାନ୍ତ ହେବ ନିରପେକ୍ଷ ତର୍କବାଚନ। ଏଇଠି ଦେଖ ଉଦାହରଣ, ସେ କହୁଛନ୍ତି ସାଧ୍ୟାବୟବ ହେବ ପ୍ରାକଳ୍ପିକ, ପ୍ରଧାନ ହେତୁ ବାକ୍ୟଟା ହେବ ଆମର ପ୍ରାକଳ୍ପିକ। ତାହେଲେ ପୂର୍ବରୁ କଳ୍ପନା କରିବା, ଯଦି ସୂର୍ଯ୍ୟ ଉଇଁଲେ, ଏଇଠି ଦେଖ ଦେଇଛନ୍ତି ଉଦାହରଣ, ଯଦି ସୂର୍ଯ୍ୟ ଉଇଁଲେ ଆଲୋକ ହୁଏ। ଯଦି ଉଦାହରଣ ହେଉଛି ସୂର୍ଯ୍ୟ ଉଇଁଲେ ଆଲୋକ ହୁଏ। ଅପ୍ରଧାନ ହେତୁ ବାକ୍ୟରେ କ'ଣ ନେଲେ ନା ସୂର୍ଯ୍ୟ ଉଇଁଛି। ଅତଏବ ଚିହ୍ନଟା ଛାଡ଼ି ଯାଇଛନ୍ତି, ଅତଏବ ଚିହ୍ନ ଏଠି 3ଟି ବିନ୍ଦୁ ଦେଇଦେବ, ଅତଏବ ଆଲୋକ ହେଇଛି। ତେଣୁ ସେ କହୁଛନ୍ତି ପ୍ରଧାନ ହେତୁ ବାକ୍ୟ ରହିବ ପ୍ରାକଳ୍ପିକ, ପୂର୍ବରୁ କଳ୍ପନା କରିବା। ସୂର୍ଯ୍ୟ ଉଇଁଲେ ଆଲୋକ ଆସିବ, କଳ୍ପନା ଗୋଟେ କଲେ ସୂର୍ଯ୍ୟ ଉଇଁଛି, ତାର ନିଶ୍ଚିତ ଭାବରେ ଆଲୋକ ଆସିବ। ଇଏ ହେଉଛି ପ୍ରାକଳ୍ପିକ ନିରପେକ୍ଷ ବା ମିଶ୍ର ପ୍ରାକଳ୍ପିକ ଯୁକ୍ତିର ଯୁକ୍ତି ଆକୁ କୁହାଯାଏ। ହେଲା ପିଲାମାନେ, ଏଇଟା 2 ନମ୍ବରିଆ ପ୍ରଶ୍ନ ତୁମେ ଲେଖିପାରିବ। ଟିକିଏ ପଢ଼ିକି ଯଦି ଉଦାହରଣ ଦେଇପାରିବ, ବୁଝେଇ ପାରିବ, ତାହେଲେ 3 ନମ୍ବରିଆ ହେଇପାରିବ। ଏତିକି ଦେଲେ ତ 2 ନମ୍ବର ଆରାମସେ ହେବ। ବର୍ତ୍ତମାନ ଆମେ ଯିବା ଛୁଆମାନେ ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ଦେଖ, ମୋତେ ତ ଲାଗୁଛି ନିଶ୍ଚିତ ଭାବରେ ପରୀକ୍ଷାରେ ଏଇଟା ଆସିଲା ଭଳିଆ, ଯେ ବକାଡ଼କୁ ପ୍ରତ୍ୟକ୍ଷ ରୂପାନ୍ତରୀକରଣ। ପ୍ରତ୍ୟକ୍ଷ ମାନେ ଛୁଆମାନେ ସାକ୍ଷାତ ରୂପାନ୍ତରୀକରଣ ବା ଅପରୋକ୍ଷ ରୂପାନ୍ତରୀକରଣ।
ବକାଡ଼ ଦେଇଛି। ବକାଡ଼ କେଉଁ ସଂସ୍ଥାନ ଛୁଆମାନେ ନା ତୃତୀୟ ସଂସ୍ଥାନ ଲେଖିଛି ଏଠି ଦେଖ ତୃତୀୟ ସଂସ୍ଥାନ। ଆଚ୍ଛା ବକାଡ଼ଟା ସାକ୍ଷାତ ରୂପାନ୍ତରୀକରଣ ହେଇପାରିଲା ନାହିଁ ବୋଲି ତାର ନାମ ପରିବର୍ତ୍ତନ କରାଗଲା। ଏଠି ଦେଖ ସେ ବି ଲେଖିଛି, ମୁଁ ବି କହିଦେଉଛି ଡକ୍ସାମସ୍କ। କ'ଣ ଲେଖିଛି? ଡକ୍ସାମସ୍କ। କାରଣ ବକାଡ଼ଟା ଯେଉଁ ଅଛି ପ୍ରଥମ ଅକ୍ଷର ବ ଅନୁସାରେ ପ୍ରଥମ ସଂସ୍ଥାନର ବ ଥିବା ବୈଧ ରୂପକୁ ରୂପାନ୍ତରିତ ହେବା କଥା। ତେଣୁ ବ ଅଛି ମାନେ ବକାଡ଼ ସେଇଟା ବାରବାରକୁ ଆସିବା କଥା, ହେଇପାରିଲା ନାହିଁ। ତେଣୁ ତର୍କଶାସ୍ତ୍ରବିତ୍ ମାନେ କ'ଣ କଲେ ତାର ନାମ ପରିବର୍ତ୍ତନ କଲେ। ସେ ନାଁଟା ଦେଲେ ଡକ୍ସାମକ୍ସ। ଡକ୍ସାମକ୍ସ ଦେଲେ ସେ ଡାରିକି ଆସିବ। ଦେଖ ଲେଖା ହେଇଛି ଡାରି କେଉଁ ସଂସ୍ଥାନ ନା ପ୍ରଥମ ସଂସ୍ଥାନ। ବର୍ତ୍ତମାନ ଛୁଆମାନେ ଆମେ କ'ଣ କରିବା ଗୋଟେ ଉଦାହରଣ ନେଇଯିବା। କାହାର? ଡକ୍ସାମକ୍ସର। ବକାଡ଼ କେଉଁ ନେବା ନି ଆମେ ଡକ୍ସାମକ୍ସ ନେବା। ସେଇ ଡକ୍ସାମକ୍ସ ନେଲା ବେଳେ ଆଉ ଦୁଇଟା କଥା ଆଉ ଟିକେ କଥା ମୋର ଧ୍ୟାନ ଦିଅ ଛୁଆମାନେ। ଏଠି ଦେଖ ଗୋଟେ କରେ ହଳନ୍ତ ଅଛି କ, ଗୋଟେ ସ ଅଛି, ଗୋଟେ ମୋ ଅଛି, ଗୋଟେ ସ ଅଛି, ସ ତଳେ ଗୋଟେ କ ଅଛି। ତେଣୁ ଏତିକି ଥର ଆମକୁ କାମ କରିବା ପାଇଁ ପଡ଼ିବ। କ ହେଉଛି ବ୍ୟାବର୍ତ୍ତନ, ତତ୍ପୂର୍ବବର୍ତ୍ତୀ ହେତୁ ବାକ୍ୟର ବ୍ୟାବର୍ତ୍ତନ। ସ ହେଉଛି ତତ୍ପୂର୍ବବର୍ତ୍ତୀ ହେତୁ ବାକ୍ୟର ସରଳ ସମ୍ବର୍ତ୍ତନ। ମ ହେଉଛି ଉଭୟ ହେତୁ ବାକ୍ୟର ସ୍ଥାନ ପରିବର୍ତ୍ତନ। ତାପରେ ସ ଅଛି ଦେଖ ଛୁଆମାନେ ତତ୍ପୂର୍ବବର୍ତ୍ତୀ ହେତୁ ବାକ୍ୟର ସରଳ ସମ୍ବର୍ତ୍ତନ। ତା ତଳକୁ ଦେଖ କ ଅଛି, ଯେଉଁ ଅଧା କଟା ଅଛି ସେଇଟା ହେଉଛି ପୁଣି ଆମେ ବ୍ୟାବର୍ତ୍ତନ କରିବା। ଏତିକି କାମ କଲେ ଯାଇକି ଆମେ ଡକ୍ସାମକ୍ସକୁ ଡାରିକି ଆଣିବା, ପ୍ରଥମ ସଂସ୍ଥାନକୁ ଆଣିବା। ଆରାମସେ ହେଇପାରିବ ଛୁଆମାନେ। ଦେଖ ଧ୍ୟାନ ଦିଅ। ଡକ୍ସାମକ୍ସ ପ୍ରଧାନ ହେତୁ ବାକ୍ୟ ରହିଲା ଓ ଅଛି ନା ଓ, କେତେକ ମ ପ ନୁହେଁ। ତାପରେ ଦେଖ ଅପ୍ରଧାନ ହେତୁ ବାକ୍ୟ ସିଧା ଆମେ ପଳେଇ ଆସୁଛେ। ମଝି ଦୁଇଟା ଯେଉଁ ସେ କରିଛି ଆମେ ପଛକୁ ଯିବା ସେଠିକି। ଅପ୍ରଧାନ ହେତୁ ବାକ୍ୟ କିଏ ଅଛି ମାନେ ଆ, ସମସ୍ତ ମ ସ ଅଟେ। ତାପରେ ସିଦ୍ଧାନ୍ତ ଏଠି ସେ ଦେଇନାହାନ୍ତି, ମୁଁ ତୁମକୁ ଲେଖିଦେଉଛି ଛୁଆମାନେ ହେଲା। ଏମିତି ଅତଏବ ଚିହ୍ନ ଦେଇଦେବ, ଏଠି ଲେଖିଦେବ ଓ ଆ, ସିଦ୍ଧାନ୍ତ ହେବ ଡକ୍ସାମକ୍ସ ଓ ହେବ। ଏଇଠି ଓ ଲେଖିଦେବା। ତାପରେ କ'ଣ କରିବା ନା କେତେକ ଡକ୍ସାମକ୍ସ ତୃତୀୟ ସଂସ୍ଥାନ କେତେକ ସ ଲେଖିଦେବ ସ, ଏଠି ରହିଲା କିଏ ପ ନୁହନ୍ତି। ଏମିତି ସିଦ୍ଧାନ୍ତରେ ତୁମେ ଲେଖିଦେବ ହେଲା ଛୁଆମାନେ। ଲେଖି ସାରିଲା ପରେ ଆମେ ବର୍ତ୍ତମାନ ତାକୁ କ'ଣ କରିବା ନା ସାକ୍ଷାତ ରୂପାନ୍ତରୀକରଣ କରିବା। କେତେକ ସ ପ ନୁହେଁ, କେତେକ ସ ପ ନୁହେଁ ଲେଖିବ। ସେଠି ଲେଖି ନାହିଁ, ସିଦ୍ଧାନ୍ତ ଏଠି ଦେଇନାହିଁ, ଅସୁବିଧା ହେବ ତୁମକୁ, ଲେଖିଦେବ କେତେକ ସ ପ ନୁହେଁ। ବର୍ତ୍ତମାନ ଆମେ କ'ଣ କରିବା ନା ସାକ୍ଷାତ ରୂପାନ୍ତରୀକରଣ କରିବା। ଦେଖ ଏଠି ପ୍ରଧାନ ହେତୁ ବାକ୍ୟ ରହିଛି ଓ ତର୍କ ବାକ୍ୟ କେତେକ ମ ପ ନୁହେଁ। ତେଣୁ ମଧ୍ୟପଦ ରହିଛି ପ୍ରଧାନ ହେତୁ ବାକ୍ୟର କେଉଁଠି? ଉଦ୍ଦେଶ୍ୟ ସ୍ଥାନରେ। ତ ଅପ୍ରଧାନ ହେତୁ ବାକ୍ୟର ମଧ୍ୟପଦ କେଉଁଠି ରହିଛି ନା ସେଇ ଉଦ୍ଦେଶ୍ୟ ସ୍ଥାନରେ। କିନ୍ତୁ ଯେତେବେଳେ ଆମେ ପ୍ରଥମ ସଂସ୍ଥାନକୁ ଯିବା ମଧ୍ୟପଦ ରହିବ ପ୍ରଧାନ ହେତୁ ବାକ୍ୟର ଉଦ୍ଦେଶ୍ୟ ସ୍ଥାନରେ, ଅପ୍ରଧାନ ହେତୁ ବାକ୍ୟର ବିଧେୟ ସ୍ଥାନରେ। ପୁଣି ଯିବ କେଉଁଟାକୁ ସିଏ ନା ଯିବ ସିଏ ଡାରିକି। ଡାରିକି ଯେତେବେଳେ ଯିବ ଏଠି ତ ଓ ଅଛି, ଓଟା ଓ ଆଉ ଆ ଅଛି, ସିଦ୍ଧାନ୍ତ ଓ ଅଛି। ତେଣୁ ଆମେ ଡାରିକି ଯେତେବେଳେ ଯିବା ପ୍ରଧାନ ହେତୁ ବାକ୍ୟ ହେବ ଆ, ଅପ୍ରଧାନ ହେତୁ ବାକ୍ୟ ହେବ ଇ। ତା ପୂର୍ବରୁ ମାଇଣ୍ଡ ମେକଅପ୍ କରିବା କେମିତି ହେଇପାରିବ ଇ। ଦେଖ ଏଠି ଓ ଅଛି, ଓଟାକୁ ଆମେ ଇ କରିବା ପାଇଁ ଚିନ୍ତା କରିବା। କାରଣ ଓଟା ଇ ହେବ, ଆଟା ଉପରକୁ ଯିବ, ଡାରି ଆସିବ। ଏଠି ରହିଲା ଆ, ଏଠି ଦେଖ ଆ ଅଛି, ଆ ରହିବ ଉପରେ, ଏଇ ଓକୁ ଆମେ ଇ କରିବା। କେମିତି କରିବା? ଏଇଠି ଗୋଟେ ଦେଖ ଆମ ପାଖରେ ଅଛି କ ଅଛି ମାନେ କ'ଣ କରିବା ଛୁଆମାନେ ଓଟାକୁ ଆମେ କ ପକାଇଦେଲେ, ଏଇଠି କ ପକାଇଦେବା, ଯାଇକି ଲେଖିଦେବା ଓଟା କ ପକାଇଲେ ବା ବ୍ୟାବର୍ତ୍ତନ କଲେ ଏଠି କ ଲେଖାଯାଇଛି। ଦେଖ କ ପକାଇବା, ତାକୁ ବ୍ୟାବର୍ତ୍ତନ କରିବା, ସେଇଟା ହେଇଯିବ ଇ ତର୍କ ବାକ୍ୟ। କ'ଣ ହେବ ନା ଉଦ୍ଦେଶ୍ୟ ରହିବ ବ୍ୟାବର୍ତ୍ତନରେ ଆମେ ଜାଣିଛେ ଉଦ୍ଦେଶ୍ୟ ରହିବ ଉଦ୍ଦେଶ୍ୟ ସ୍ଥାନରେ, ବିଧେୟର ବିରୁଦ୍ଧ ପଦ ରହିବ ବିଧେୟ ସ୍ଥାନରେ। ଏଠି ଦେଖ ବିରୁଦ୍ଧ ପଦ ରହିଛି, ପ ଥିଲା ଅ ପ କରିଛି। ଲକ୍ଷ୍ୟ କରୁଛ ଛୁଆମାନେ। ଇ କରିଦେଲେ କେତେକ ମ ଉଦ୍ଦେଶ୍ୟ ସ୍ଥାନରେ ରହିଗଲା, ପଟା ଅ ପ ହେଇଗଲା। ଦେଖିଲ ନୁହେଁ ଥିଲା ଅଟେ ହେଇଗଲା। ଇ ତର୍କ ବାକ୍ୟ ପଳେଇ ଆସିଲା ପରେ ସେଇ ଦେଖ ମଧ୍ୟପଦ ରହିଯାଇଛି ସେଠି କେଉଁ ସ୍ଥାନରେ ନା ଉଦ୍ଦେଶ୍ୟ ସ୍ଥାନରେ। କିନ୍ତୁ ଏଟାକୁ ଯେହେତୁ ଆମେ ଅପ୍ରଧାନ ହେତୁ ବାକ୍ୟ କରିବା ବୋଲି ମାଇଣ୍ଡ ମେକଅପ୍ କରିସାରିଲେଣି, ଆ ତର୍କ ବାକ୍ୟ ପ୍ରଧାନ ହେତୁ ବାକ୍ୟ କରିବା, ତେଣୁ ଏଇ ମୋଟା ଆମର ବର୍ତ୍ତମାନ ବିଧେୟ ସ୍ଥାନକୁ ଯିବା ଦରକାର। ଦେଖ ତା ତଳକୁ ଗୋଟେ ପୁଣି ସେଇ ଇ ତର୍କ ବାକ୍ୟ କରାଯାଇଛି। ଇ କରି କ'ଣ କରାଯାଇଛି ନା ମ ଅପ ଥିଲା, ଅପ ମ କରାଯାଇଛି। ଏଇଠି ଯେମିତି କ ଦ୍ୱାରା ଲେଖାଯାଇଛି ଛୁଆମାନେ ଦେଖ ଏଠି ଆଉ ସ ଲେଖିନାହାନ୍ତି ସିଏ। ଏଇଠି ତୁମେ କରିଦେବ କେତେ କ ଅପ ମ ଅଟେ, ଏଠି କାହା ଦ୍ୱାରା କରିଦେବ ନା ସ ଦ୍ୱାରା। କେହି ନମ୍ବର କାଟିପାରିବନି ଏମିତି ଯଦି କରିବ। ସ ଦ୍ୱାରା କରିଦେଲା ପରେ ଆମେ ଇ ପାଇଗଲେ ଛୁଆମାନେ। ଦେଖ ଏଠି ଆମେ ପାଇଗଲେ କ'ଣ ନା ଏଇଠି ଦେଖ ଆମେ ପାଇଗଲେ ଇ ତର୍କ ବାକ୍ୟ, ଏଠି ପାଇଗଲେ ଆମେ ଆ ତର୍କ ବାକ୍ୟ। ଆକୁ ଦେଖ ଏଠି କ୍ରିସ୍ କ୍ରସ୍ କରିଛି, ଇ କି ନେଇ ଆସିଛି। ମୁଁ ଆଗରୁ ବି କହୁଥିଲି ଆମେ ସ୍ଥାନ ପରିବର୍ତ୍ତନ କରି ଆମ ପାଖରେ ଗୋଟେ ମୋ ଅଛି, ଏମିତି ଛକ ମାରିଦେଇଛି। ଆ ତର୍କ ବାକ୍ୟ ଉପରକୁ ପଳେଇଲା, ଦେଖ ସମସ୍ତ ମ ସ ଅଟେ ପଳେଇଲା। ଇ ତର୍କ ବାକ୍ୟ ପଳେଇ ଆସିଲା ତଳକୁ ଅପ୍ରଧାନ ହେତୁ ବାକ୍ୟ କେତେକ ଅପ ମ ଅଟେ ଆସିଯାଇଛି ନା ଛୁଆମାନେ। ତାପରେ ବର୍ତ୍ତମାନ କ'ଣ କରିବା ନା ଆମେ ନିଜେ ସିଦ୍ଧାନ୍ତ କରିବା। ସିଦ୍ଧାନ୍ତର ଆମେ ନିଜେ ତିଆରି କରିବା। ଅତଏବ ଚିହ୍ନ ଯେମିତି ଦେଇଛେ ଅତଏବ ଚିହ୍ନ ଦେଖ, ଅତଏବ ଚିହ୍ନ ଦେଇଦେବା। ଆଉ ଇ ଅଛି, ସିଦ୍ଧାନ୍ତ ନିଶ୍ଚିତ ଭାବରେ ଇ ହେବ। ଗୋଟିଏ ହେତୁ ବାକ୍ୟ ବିଶେଷ ହେଲେ ସିଦ୍ଧାନ୍ତ ହେବ ବିଶେଷ। ଇ ହେଇଗଲା।
ହେଲା ପରେ ଦେଖ ଏଠି ମଧ୍ୟପଦ କିଏ ଅଛି ନା ମୋ ଅଛି, ଏଠି ମୋ ଅଛି, ପ୍ରଧାନ ହେତୁ ବାକ୍ୟର ମୋ ଅଛି, ଅପ୍ରଧାନ ହେତୁ ବାକ୍ୟରେ ମୋ ଅଛି। ତେଣୁ ମୋ ଆଉ ଆସିବ ନାହିଁ ସିଦ୍ଧାନ୍ତକୁ। କ'ଣ ଆସିବ ନା କେତେକ ଅପ ରହିଛି, ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ ରହିବ ଅପ୍ରଧାନ ହେତୁ ବାକ୍ୟ କିଏ ଅଛି ଅପ, ସିଦ୍ଧାନ୍ତର ଉଦ୍ଦେଶ୍ୟ ସ୍ଥାନରେ ରହିଗଲା। ସିଦ୍ଧାନ୍ତର ବିଧେୟ ସ୍ଥାନରେ ରହିବ ସାଧ୍ୟପଦ। ସାଧ୍ୟପଦ କିଏ ରହିଛି ନା ମୋ ତ ମଧ୍ୟପଦ ପଳେଇଛି ଆଉ ସ ରହିଛି, ସ ଆସିଗଲା, ଅପ ସ ଅଟେ। ପାଇଗଲେ ନା ଆମେ ସିଦ୍ଧାନ୍ତ ପିଲାମାନେ। ଦେଖ ବର୍ତ୍ତମାନ ଯେଉଁ ଆମେ ସିଦ୍ଧାନ୍ତ ପାଇଲେ କେତେକ ଅପ ସ ଅଟେ, କିନ୍ତୁ ଏଠି ସିଦ୍ଧାନ୍ତ କ'ଣ ଥିଲା ମୁଁ ଯେଉଁ ଆଗରୁ ଟିକେ ଲେଖିଦେଇଥିଲି, ଆଉ ଥରେ ଲେଖିଦେଉଛି ସିଦ୍ଧାନ୍ତର ଜାଗା ଧରିଲାନି ବୋଲି ଲିଭେଇ ଦେଇଥିଲି। ଓ ତର୍କ ବାକ୍ୟ ସେଟା କ'ଣ ଥିଲା ସିଦ୍ଧାନ୍ତ ନା କେତେକ ସ ପ ନୁହେଁ, ଏଠି ଲେଖିଦେଉଛି ଓ ତର୍କ ବାକ୍ୟ କେତେକ ସ ପ ନୁହେଁ। କାହିଁକି ନା ମୁଁ ଏଇ ଦିନକୁ ତୁମକୁ ମିଳେଇବି, ସେତେବେଳେ ହେଲା ମିଳେଇକି ଦେଖେଇଦେବି। ହେଲା ଏଠି ରହିଲା ଅପ ସ ଅଟେ, ଅପ ସ ଅଟେ ଯେଉଁ ରହିଲା, ତେଣୁ ଏଠି କିଏ ରହିଛି ଛୁଆମାନେ ନା ସ ଉପ। ଏଠି ଦେଖ ସ ଉପ ମୁଁ ଲେଖିଛି, ସିଦ୍ଧାନ୍ତରେ ଲେଖିନଥିଲେ ମୁଁ ଲେଖିଛି ସ ଉପ, କିନ୍ତୁ ଏଠି ରହିଯାଇଛି କିଏ ନା ଅପ ଆଉ ସ। ସଟା ଆସିବ ଉଦ୍ଦେଶ୍ୟ ସ୍ଥାନକୁ, ଅପ ଯିବ ବିଧେୟ ସ୍ଥାନକୁ, ନହେଲେ ଆମେ ଆସିପାରିବୁନି। ତେଣୁ କ'ଣ କରିବା ନା ଇ ତର୍କ ବାକ୍ୟରେ ଗୋଟେ ଦେଖ ଏଠି ସେ ସ ଲେଖିଦେଇଛି, ସେମିତି ତୁମେ ଲେଖିଦେବ ସ, ଡାହାଣ ପଟେ ବି ଲେଖିପାରିବ ସ, ସେ ବାମ ପଟେ ଲେଖିଛି। ସେଇ ଇ ତର୍କ ସରଳ ସମର୍ଥନ କଲେ ଇ ତର୍କ ବାକ୍ୟର ସମର୍ଥନ କ'ଣ ହେବ, ସେ ଇ ତର୍କ ବାକ୍ୟ ହେବ। କେତେକ ସ ଅପଟେ ଉଦ୍ଦେଶ୍ୟ ପଳେଇ ଆସିଲା ବିଧେୟ ସ୍ଥାନକୁ, ବିଧେୟ ପଳେଇଗଲା ଉଦ୍ଦେଶ୍ୟ ସ୍ଥାନକୁ, ପାଇଗଲେ ଆମେ ଇ ତର୍କ ବାକ୍ୟ। ତଥାପି ବି ଛୁଆମାନେ ଦେଖ ସ ଅପ ରହିଲା, ଏଠି କିଏ ଅଛି ସ ଉପ ଅଛି। ସିଦ୍ଧାନ୍ତ ଦେଖ ମୁଁ ଯେଉଁ ଲେଖିଥିଲି ସ ଉପ ଅଛି, ଏଠି ସ ଅପ ରହିଲା। ପୁଣି ତା ପାଖକୁ କରିବା ପାଇଁ ଆମ ପାଖରେ କ'ଣ ଅଛି ନା ଦେଖ ଏଠି ସ ତଳେ କ ଅଛି, ମୁଁ ସେତେବେଳେ ବି ଗାର ମାରି ଦେଇଥିଲି, ସ ତଳେ ଗୋଟେ ଅଧା କ ଅଛି। କ ପକାଇଦେବା କ'ଣ ହେବ, କ ପକାଇଲେ ନା ବ୍ୟାବର୍ତ୍ତନ ହେଇଯିବ, ବ୍ୟାବର୍ତ୍ତନ ହେଲେ କ'ଣ ହେଇଯିବ ଇ ତର୍କ ବାକ୍ୟଟା ହେଇଯିବ ଓ ତର୍କ ବାକ୍ୟ। ଦେଖ ଏଠି କ ପକାଇ ସେ ଲେଖିଛି, ତୁମେ ବି ଲେଖିଦେବ ସେମିତି, କ ଏଠି ଯେଉଁ ବ୍ରାକେଟ୍ ଭିତରେ ଅଛି ସେଟା ଓ ତର୍କ ବାକ୍ୟ ହେଲା। କେତେକ ସ ଉଦ୍ଦେଶ୍ୟ ରହିଯିବ ଉଦ୍ଦେଶ୍ୟ ସ୍ଥାନରେ, ସ ଏଠି ଉଦ୍ଦେଶ୍ୟ ସ୍ଥାନ ଥିଲା, ଉଦ୍ଦେଶ୍ୟ ସ୍ଥାନରେ ରହିଲା। ବିଧେୟର ବିରୁଦ୍ଧ ପଦ କିଏ ଥିଲା ଅପ ଥିଲା, ସେଇଟା ଖାଲି ପ ହେଇଯିବ, ବିଧେୟର ବିରୁଦ୍ଧ ପଦ ହେଇଗଲା ପ ନୁହେଁ। ଦେଖ ବର୍ତ୍ତମାନ କେତେକ ସ ପ ନୁହେଁ, ଏଠି ଆମେ ପାଇଲେ ଦେଖ ଏଇଟା ଗାର ଦେଲି କେତେକ ସ ପ ନୁହେଁ। ଏଠି ବି ଯେଉଁ ମୁଁ ଲେଖିଥିଲି ସେ ଯେଉଁ ସିଦ୍ଧାନ୍ତ ଲେଖିନଥିଲା କେତେକ ସ ପ ନୁହେଁ, ହେଇଗଲା ଛୁଆମାନେ। ଏତିକି ଯଦି କରିଦେବା ଆମେ, ତ ନିଶ୍ଚିତ ଭାବରେ ଏଇଟା 3 ନମ୍ବରିଆ ପ୍ରଶ୍ନ ତ ପକେଇବ। ତୁମକୁ ଯେତେବେଳେ ତୁମେ ସାକ୍ଷାତ ରୂପାନ୍ତରୀକରଣ ଅସାକ୍ଷାତ ରୂପାନ୍ତରୀକରଣ କରିବ 3.5 ନମ୍ବର ପାଉଛ, ଦରକାର ପଡ଼ିଲେ 4 ନମ୍ବର ପାଇପାରିବ ଯଦି ବିଟ୍ କ୍ୱେଶ୍ଚନ୍ ପକେଇଦେଲା। ତେଣୁ ଭଲ ଭାବରେ ଧ୍ୟାନ ଦେବ। ଏତିକି କରିଦେଲେ ଦେଖ ଏଇଠି ଆମର ଯେଉଁ ଡରେ ରହିଲା, ଡ ପରେ ରହିଲା କ ସ ମ ସ କ, ସେତିକି କାମ ମୁଁ କରିବାକୁ ପଡ଼ିବ। କ ହେଉଛି ତତ୍ପୁରୁଷ ହେତୁ ବାକ୍ୟର ବ୍ୟାବର୍ତ୍ତନ, ସ ହେଉଛି ତତ୍ପୁରୁଷ ହେତୁ ବାକ୍ୟର ସରଳ ସମର୍ଥନ, ମ ହେଉଛି ଉଭୟ ହେତୁ ବାକ୍ୟର ସ୍ଥାନ ପରିବର୍ତ୍ତନ, ସ ହେଉଛି ସରଳ ସମର୍ଥନ, କ ହେଉଛି ପୁଣି ବ୍ୟାବର୍ତ୍ତନ। ଆସିଲେ ଯାଇକି ଆମେ ଏହି ସିଦ୍ଧାନ୍ତରେ ପହଞ୍ଚିବା। ବୁଝିଲା ପିଲାମାନେ? ଆରାମସେ ଆମ ଚ୍ୟାନେଲକୁ ଲାଇକ୍ କରିବ, ସବସ୍କ୍ରାଇବ୍ କରିବ, ସେୟାର କରିବ। ଆଉ ଯେତିକି ମୁଁ ବୁଝେଇଲି 3 ନମ୍ବରିଆ ପ୍ରଶ୍ନ ବି ପାଇବ, 2 ନମ୍ବରିଆ ପ୍ରଶ୍ନ ପାଇବ। ଆଉ ପରୀକ୍ଷା ଉପଯୋଗୀ ପ୍ରଶ୍ନ ଖାମଖିଆଲି କରିବ ନାହିଁ, ଭଲ ଭାବରେ ବୁଝିବା ପାଇଁ ଚେଷ୍ଟା କରିବ। ବାସ୍ ରହୁଛି।